ଓଡ଼ିଶାର ଗଣପର୍ବ ଏବେ ଗଣପର୍ବ ସାରା ଭାରତ ସବୁ ଜାଗାରେ ଫେମସ୍ ହେଇଗଲାଣି ଆମର। ଏଥର ପ୍ରଥମ ଥର ପାଇଁ ସୁନ୍ଦରପଦା ପ୍ରଧାନ ସାହିରେ ହେଉଛି, ତାକୁ ଆପଣ କେମିତି କ'ଣ କରିବେ ବୋଲି ଚାହୁଁଛନ୍ତି? ଆଚ୍ଛା, ମୁଁ ହେଉଛି ଶ୍ରୀ ବିଦ୍ୟାନାଥ ଚାରିଟେବଲ୍ ଟ୍ରଷ୍ଟର ସଭାପତି ଭାବେ କାର୍ଯ୍ୟ କରେ। ଆମେ ଆଶା କରିଥିଲୁ ଯେ ଆଗାମୀ ଦିନରେ ରଜକୁ ଏକ ଉତ୍ସବ ପାଳନ କରିବା ପାଇଁ, ଯାହାକି ଯେଉଁ ଜାଗାରେ ଆମେ କରୁଛୁ ସେ ଯେଉଁ ପ୍ରଧାନ ସାହି କାର୍ଯ୍ୟାଳୟ, ସରପଞ୍ଚ କାର୍ଯ୍ୟାଳୟ। ଆଚ୍ଛା, ଆମେ ଦେଖିଥିଲୁ ଯେ ଓଡ଼ିଶାର କୋଣ ଅନୁକୂଳେ ରଜ ଉତ୍ସବ ପାଳନ କରାଯାଉଛି। ଯେହେତୁ ଏହା ରାଜଧାନୀର ନିକଟବର୍ତ୍ତୀ ଅଞ୍ଚଳ, ଲୋକଙ୍କ ମନରେ ଏକ ନୂଆ ଆଶା, ନୂଆ ଆଲୋକର ଆଶା ଆଣିବା ପାଇଁ ଆମେ ଚେଷ୍ଟା କରିଛୁ। ଏହି ରଜ ପର୍ବ ମାଧ୍ୟମରେ ଓଡ଼ିଶାର ପରମ୍ପରା, ଓଡ଼ିଶାର ରୀତିନୀତିକୁ ନେଇ ଯେଉଁ ଆମର କାର୍ଯ୍ୟକ୍ରମ ରହିଛି, ତାହା ଏହି ଅଞ୍ଚଳବାସୀଙ୍କ ମନରେ ଏକ ନୂତନ ଉଦ୍ଦୀପନା ଜାଗ୍ରତ କରିବ ବୋଲି ମୁଁ ଆଶା କରେ। Thank you. ଆଜ୍ଞା, गुरु गुरु आस गुरु भाई